ଚିଠିଟି ରହିଛି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ, ଯେଉଁଟାକି 22/4/2026ର ଚିଠିଟି ହେଇଛି ଅଲ୍ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟର ପ୍ରତ୍ୟେକ ଡିପାର୍ଟମେଣ୍ଟକୁ ଏବଂ ଅଲ୍ ହେଡ଼୍ ଅଫ୍ ଦ ଡିପାର୍ଟମେଣ୍ଟକୁ ଚିଠିଟି ହେଇଛି। ସବଜେକ୍ଟ ରହିଛି ରିଗାର୍ଡ଼ିଂ ନନ୍ ଡିଡକ୍ସନ୍ ଅଫ୍ ଟ୍ୟାକ୍ସ ଅନ୍ ପ୍ରଫେସନ୍ସ ଫ୍ରମ୍ ଏପ୍ରିଲ 2026 ଟୁ ଅନୱାର୍ଡ଼ସ୍। ଏପ୍ରିଲ 2026ରୁ ଯେଉଁ ପ୍ରଫେସନ୍ ଟ୍ୟାକ୍ସ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର କଟାଯାଏ ସେଇଟା ଆଉ କଟାଯିବ ନାହିଁ ଏପ୍ରିଲ 2026ରୁ। ଇଏ ମଧ୍ୟ ଖୁସି ଖବର ରହିଛି। ଯେଉଁମାନେ ସରକାରୀ କର୍ମଚାରୀ ଅଛନ୍ତି ସେମାନଙ୍କ ପାଇଁ ଯେ ଓଡ଼ିଶା ଷ୍ଟେଟ୍ ଟ୍ୟାକ୍ସ ଅନ୍ ପ୍ରଫେସନ୍ ଟ୍ରେଡ୍ସ କଲିଙ୍ଗସ୍ ଆଣ୍ଡ ଏମ୍ପ୍ଲୟମେଣ୍ଟ ଆକ୍ଟ 2000 ହାଜ୍ ବିନ୍ ରିଅପିଲ୍ଡ, ଯେଉଁଟାକି ପୁଣି ଥରେ 1/4/2026ରୁ ଏଇଟା ତା'ର ନୂଆ ନିୟମ ଲାଗୁ ହେବ। କୌଣସିଥିରେ ମଧ୍ୟ ଆପଣଙ୍କୁ ପ୍ରଫେସନ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ, ଯେକୌଣସି ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହୁଅନ୍ତୁ।